ମାନଙ୍କ जीवन सहित खेल खेलुवा तू जने क्रिमिनल ए कोन कहतुन सर माने मु यस तू यदि न मंगल मंडप रे गोटे झियो को विवाह करथिलु पुणे जे कल्याण मंडप रे गोटे झियो को विवाह करिवे ना सर आपण भूल कहउछंती भूल देखिनछंती अबे चुप ये रुद्र आखि को फाकी देवा तू चेष्टा करना आ सेदिन रे फोटोटा आज भी मोबाइल रे रखिछि चल पे साला आगुरु विवाह करिसंती हे भगवान हे बाबा मित्र अवस्था कोन हबो सती अबे बदमाश कत कथा को आगुरु एमिति केते झियो का जीवन नष्ट करछै कत को माय गॉड हमने तू झियो मान को जीवन सो खेल खेलछु ओए क्या का लीडर के ओए विशाल सब करबी सोना कोरी जुगर कृष्ण साजी रासलीला चले नाले सोड़ा तो मोचे छोड़ेई हां यस सर आसामी को गाड़ी पाकू नहीं आसो ओके सर नाले सोड़ा नाले भीतर रही प्रेम करबो प्रेम एई एबे हमें कोन करिबा जे होची माटी हांडी थरे मारा ही गले कोनोसी काम रे लागे ना हम मिता मंगल है सारिची ए परिस्थिति रे एबे हमें कोन करिबा सती मु मिता कपाल रे निया लगेई देली सती ए ताकु दुख नदी भीतर को ठेली देली ए ता पाई सुखट की साउटी बाकु जाई ता संसार रे ए मुनिया लगेई देली काहे की भाई काहे की तमे एते बड़ा भूल कलो काहे की तमे मो कपड़ निया लगई देलो भाई मु जदी तम मुंड ऊपर बछई रहिथिनी ताले ताले तमे म पार्टी रे टिके विश्व देई मत मारी देलनी लबिता तू सेमिति कोना भाई कन्या बोझर मुक्त पाइबा पाई तमे तमे शेषरे मते गोटे कंसे यातरे टेकी देलो तो गाई बिता तू सेमिति कोनी आलो तू परा मो आखिर ज्योति भाई साथीर तली जाणी बापा मो डका डके हे यार पारी को चाली ओते आउ दिजे कमी पेटरे ओदा कोला देई हे मरु भूमिर उठ सानी निज रक्त निजे पी मो भाबिथिली बड़ घरे मो भौणी पाइले बड़ खुशी रे रही हेले भाउज तमे परा सब बेले मते कुह आलो एमिता आलो तो तुम ननद नुह तो हौच मछियो हेले भाउज केमिति भाउज केमिति केमिति तो पणत खाली पखर मते दूरेई दउछ केमिति भाउज केमिति तमे भूल को छ मिता भूल को छ तमे
এই স্নেহ মমতা বড়া মার পণত কানিটা কেবে ବି ତା ପିଲାମାନଙ୍କୁ ଦୂରେଇ ଦିଏନି ବରଂ ଯେତେ ଦୁଃଖ ଝଡ଼ ଝଞ୍ଜା ଆସିଲେ ବି ଦୂରେଇ ରଖିବା ପାଇଁ ତା ପିଲାମାନଙ୍କ ଉପରେ ଢାଙ୍କି ରଖେ ଏ ପିତା ତମେ କାନ୍ଦନି ମନ ଦୁଃଖ କରନି ତମେ ସବୁ କଥାକୁ ଭୁଲି ଯାଅ ତମେ ଦେଖିବ ତମ ପାଇଁ ଭଲ ଘର ଭଲ ବରପାତ୍ର ଦେଖି ଆମେ ତମର ଅନ୍ୟତ୍ର ବାହାଘର କରିଦେବୁ ଭାଉଜ ଏ ବହୁତରେ ଖେଳ ସହିତ ସମାନ ନୁହେଁ ମିଛ ବାହାଘର ମିଛ ବାଲିଘର ଖେଳ ଖେଳି ତମେ ସିନା ମୋ ବାହାଘରଟା ଅନ୍ୟ ଜାଗାରେ କରିଦେବ ହେଲେ ଭାଉଜ ଏ ସମାଜର ଗୋଟେ ନୀତି ନିୟମ ଅଛି ଭାଉଜ ଝିଅଟିଏ ମଙ୍ଗୁଳା ହେଇସାରିବା ପରେ ତା ଭବିଷ୍ୟତଟା ଅନ୍ଧାର ତମେ କହିବାକୁ ଚାହୁଁଛ ଟଙ୍କା ଲୋଭରେ ଆମେ ତମକୁ ବିକ୍ରି କରିଦେବାକୁ ଚାହୁଁଛୁ ତମେ କଥା କେମିତି କହିପାରୁଛ ମିତା ତମେ କଥା କେମିତି କହିପାରୁଛ ଭାଉଜ ସବୁ ପରେ ବି ଏ ମିତା ହାତରେ ଶଙ୍ଖା ମଥାରେ ସିନ୍ଦୁର ପିନ୍ଧି ସେ ଆରପାରି ଗାଁକୁ ଯାଇପାରିଲା ତା ମାନଚିତ୍ରଟା ଆଜି ସେ ଏଇଠି ନିଜ ହାତରେ ଛିଡ଼େଇ ଦଉଛି ଭାଉଜ এই হচ্ছে মিতা জীবনର ବାଲିଘର କାହାଣୀ ମୁଁ ଯାହାକୁ ବିବାହ କରିବାକୁ ଚାହୁଁଥିଲି ସେ ପାଞ୍ଚଟା ଝିଅକୁ ବାହା ହେଇଥିବା ଗୋଟେ ବର ଈଶ୍ୱର ତମର ଏ କି ଅଦ୍ଭୁତ ବିଚାର କାହିଁକି ତମେ ମୋ ପାଖରେ ଏତେ ଦୁଃଖ ଲେଖିଥିଲ ପ୍ରଭୁ ଏଠି ବିନା ମୂଲ୍ୟରେ ସୁଖ ମିଳେ ହେଲେ ଏଠି କିଏ ସୁଖ ପାଇ ବହୁତ ମୂଲ୍ୟ ଦେବାକୁ ପଡେ କାରଣ ଆମ ଭଳି ହତଭାଗିନୀ ମାନଙ୍କ ପାଇଁ ସୁଖ କିଣା ଏଠି ଦୁଃଖ ମାଗଣି
ଚୁରମାର ହେଇଗଲା। ଯାହା ପାଇଁ ଜୀବନର ଅମୂଲ୍ୟ ସମ୍ପଦ ବିକ୍ରି କରିଦେଲି, ସେଇ ଭଉଣୀଟା ମତେ ଭୁଲ ବୁଝିଲା। ଟଙ୍କା ଗଲା, ଶେଷରେ ଭଉଣୀଟା କାହାକୁ କହିବି ଏ ଦୁଃଖ ଶୁଣିବ? ଏଠି ବିନା ମୂଲ୍ୟରେ ସୁଖ ମିଳେନି ଶାନ୍ତି, ଏଠି ପରା ଦୁଃଖ ମାଗଣାରେ ମିଳେ। ହେଲେ ଟିକିଏ ସୁଖ ପାଇ ଏଠି ବହୁ ମୂଲ୍ୟ ଦେବା, କାରଣ ଆମ ଭଳି ଗରିବ ମାନଙ୍କ ପାଇଁ ସୁଖ କିଣା ଏଠି ଦୁଃଖ।
उद्देश्य रे केही को काकू पिछा करे রাজি হই যা দেখিব রাজরানী হই যাব ଆଉ ଆମେ ବି ମୋଠାଙ୍କର ଇନାମ ପାଇବ ତମମାନଙ୍କର ଏତେ ସାହସ ପ୍ରକାଶ୍ୟ ଦିବାଲୋକରେ ଥାଇ ଗୋଟେ ନିରୀହ ଝିଅ ପ୍ରତି ଏମିତି ଅଭଦ୍ରାମୀ ଦେଖାଇ ତାକୁ ଉଠେଇ ନେବାକୁ ଚେଷ୍ଟା କରୁଛ। উঠাই নেব নুয়েলো এমিতি যেতে ঝিও উঠাই নেই চড়া হেলে যেই আলো টের পাই নাই আবে সালে আমো সাঙ্গরে চল আমো পাখরে সময় খুব কম হ্যালো না ও দেবেনি এই জীব হ্যালো আসুন আলো শুনো শাল দেখলো শালি গলা কুয়াড়ে মଣିষর ইজ্জত কেতে মহত কেতে দুঃখী মଣିষর ইজ্জত কেতে जगत
ନା ସେ ଦିଟା ପହଞ୍ଚିବା ଆଗରୁ ମତେ ଜାଗା ଛାଡି ଚାଲି ଯିବାକୁ ପଡିବ। ହଁ ହଁ ଚାଲି ଯିବାକୁ ପଡିବ। ଭଗବାନ ତମର ମଙ୍ଗଳ କରନ୍ତି ମା। ଯଦି କେବେ ଈଶ୍ୱର ଦେଖା ହୁଅନ୍ତେ ତାହେଲେ ପଚାରନ୍ତି, ହେ ଈଶ୍ୱର, ମତେ କାହିଁକି ପଙ୍ଗୁ କରିଦେଲ? ମୁଁ କି ଦୋଷ କରିଥିଲି? ମୋ ପ୍ରଶ୍ନର ଉତ୍ତର ମୁଁ ମାଗନ୍ତି। ଦେଖନ୍ତୁ, ଈଶ୍ୱରଙ୍କୁ କିଏ କେବେ ଦେଖିଛି ନା ସେ କେବେ କାହା ପ୍ରଶ୍ନର ଉତ୍ତର ଦେଇଛନ୍ତି? ମତେ ଯେମିତି ଲାଗୁଛି ଅସହାୟ ଝିଅଟିଏ, ଆଉ ଏଇ ପାଖ ଗାଁରେ ମୋ ଘର, ଆଉ ପୂଜା କରିବା ପାଇଁ ମନ୍ଦିର ଆସିଥିଲି। କିନ୍ତୁ କିନ୍ତୁ କିଛି ଅସାମାଜିକ ଲୋକ ଦିଟା ମତେ ଫଲୋ କଲେ, ଆଉ ଦୌଡ଼ି ଆସୁ ଆସୁ ଆପଣଙ୍କ ଦେହରେ ଧକ୍କା ହୋଇଗଲି। ଆରେ ନାଇଁ ମା ନାଇଁ, ମୁଁ ସେମିତି କିଛି ଭାବିନି। ତା ଛଡା ମୁଁ ତ ପଙ୍ଗୁ ଲୋକଟେ, କାହିଁକି ବା ଖରାପ ଭାବିବି? ଆଜିକାଲି ଝିଅ ବୋହୂମାନେ ସୁରକ୍ଷିତ ନୁହନ୍ତି ରେ ମା। ପ୍ରତ୍ୟେକ ମୁହୂର୍ତ୍ତରେ ରେପ୍, ମର୍ଡର, ରାଜହାନୀ। ଛାଡ଼ ସେ କଥା। ତମେ ଯଦି କିଛି ନ ଭାବିବ ତାହେଲେ ତୁମକୁ ନେଇ ସୁରକ୍ଷିତରେ ତମ ଘର ଦେଇ ଛାଡ଼ିଦେଇ ଆସିବି। ଆରେ ବା, ଆପଣ ତ ଜଣେ ପଙ୍ଗୁ, ଆପଣ ମତେ କି ସୁରକ୍ଷା ଦେବେ? କହୁଛନ୍ତି କ'ଣ ନା ପୁଣି ଘରେ ନେଇ ଛାଡ଼ି ଦେଇ ଆସିବେ। ଛାଡ଼, ସମୟ ତ ଅନେକ ହେଲାଣି, ମୁଁ ଏବେ ଆସୁଛି। ଲାଗିଲା ଏବେ ଲାଗିଲା ଏଇଠି ଲାଗିଲା ମୁଣ୍ଡରେ ନିଆଁ ଲାଗିଲା ଆପଣ ଜଣେ ଶାନ୍ତ ସରଳ ନିରୀହ ଲୋକ ଭଳି କଥାବାର୍ତ୍ତା କରୁଥିଲେ, ହେଲେ ହଠାତ୍ ଶୀତ ନୁହଁ କି ବସନ୍ତ, ମୁଁ ବୈଶାଖ। ଡହ ଡହ ତତଲା ନିଆଁ। ଯିଏ ମୋ ସହିତ ପଙ୍ଗା ନେଲା ସେ ଶଳାଟି ତିନି ବାଞ୍ଜିରୁ ଗଲା। ଚଳିଲା ବେ ତାମାନେ ତମେ ତୋ ନରମ କଥା, ତୋ ନରମ ଦେହ, ତୋ ନରମ ମାଂସ ଦେଖି ଲାଗିଲା। ଏମିତି ନିରୋଳା ଜାଗାରେ ତୁମ ଭଳି ସୁନ୍ଦରୀ ଝିଅ ମାନଙ୍କୁ ଦେଖିଲେ ମୋ ମୁଣ୍ଡରେ ନିଆଁ ଲାଗିଲା। ତାମାନେ ଆପଣ ଜଣେ ପଙ୍ଗୁର ଅଭିନୟ କରି ନାଇଲୋ,
কামনা বাসনা আরে নারী মাংসর লবণে নিরলা জাগা সুনসান রাস্তা বাস ଆମେ ଦୁହେଁ ଏକାଠି ହେଇଯିବା ଆଉ ତାପରେ ସବୁ ସମସ୍ୟାର ସମାଧାନ। ହ୍ୟାଲୋ ଆଉ ଡେରି କାହିଁକି କରୁଛୁ? ମୋ ମନର ଭୋକଟାକୁ ଲିଭେଇ ଦେଇ ଯା। My God! ଭିତର ବାହାର କିଛି ରଖିନି ସବୁ ସାରି ଦେଇ କାଇଁ ଆଖପାଖର କେହି ତ ଦେଖା ଯାଉନାହାନ୍ତି, କିନ୍ତୁ ଏ ରେଡ୍ ମର୍ଡର କଲା କିଏ? ସାର୍ আরে সে তো ওটা পঙ্গু চালি পারে না, এসব কলা কেনতে? এ বাবু ଦେଖିଛୁ ଏସବୁ କଲା କିଏ ସେ? ବାବୁ ମୁଁ ତ ପଙ୍ଗୁ ଲୋକଟେ ଆଜ୍ଞା। ଏଇ ଦେଖୁଛନ୍ତି ଠିକ ସେ ଚାଲି ବି ପାରେ ନା, ବାର ଦୁଆରେ ଭିକ ମାଗି ମୋ ପେଟ ବସେ। ଆପଣ ପଚାରିଲେ ମୁଁ ଏସବୁ କି ଉତ୍ତର ଦେବି? ସତରେ ତ ଇଏ ଗୋଟିଏ ପଙ୍ଗୁ ଠିକ ସେ ତ ବି ଚାଲି ପାରୁନି। এইটাକୁ ପଚାରିଲେ ଇଏ ବା କଣ କହିବ? लास्ट को पोस्टमार्टम में नहीं चलो, हमको असाइनमेंट खोजी निश्चय बाहर करिया को पड़ेगा। पुलिस डिपार्टमेंट रे निया लागिला एथर आरंभ हबो इन्वेस्टिगेशन। अरे चल आता मामरू पूरा पूरी फुल। अरे आपन को बुद्धि को मानिया को पड़िबो।
हम किसी करिनी पुलिस वाला को चक्कर महादी आज्ञा শীতল অগি বসন্ত বৈশা দহ দহ ততলানি যিয়ে ମୋ ସହିତ ପଙ୍ଗା ନେଲା ସେ ଶଳାଟି ତିନି ପାଞ୍ଜିରୁ ଗଲା ଶୋଇଲା ବେ रास्ता पर ठिया है से भाबुची से कोउती को कुची आगो को गले समुद्र अंकुले निर्देश अरे बेटा तू हंसु को टाइम मंगुला कोन दिया अरे तो मुंह चाहिए भाई भाउज को पाई मु गोटे कलंकी दे मो नहीं मो पे केवल गोटे रास्ता सेटा होचे आत्महत्या हो आत्महत्या आत्महत्याटा करिदेले सब समस्यार समाधान हो जिवो छड़ा एते सुंदर चेहरा पाइछ अरे गोटे बड़ सिना चली गला तुमको एटी अनेक बड़ मिलबे आजि काली झियो माने चारि चारि थर आवर्षण करिबी आउ स्वामीर सिंदूर को मथारे बळी आउ बासर दीप को हाथ रे धरी कहंती मु सती सावित्री आउ ता छड़ा तमर तो सेमिति किछि हेनी अरे बड़टा आसुथिला चली गला बस आओ तमे जदि मो कथा राजी हबो मु तुमको नहीं ठिकाना जगह रे पहुंचाई देबी के तबे ठिकाना बिना मनीष ठिकाना न थाई केही कोन केबे पहुंची चंदी ना तमे देवदूत वाला ए शहर आतंक राजा गुंडा देखो तमे गुंडा हो कि बदमाश हो एटलीस्ट तमटे की संपर्क लोक थिबे माने बापा मां भाई भौणी अच्छा से माने को तुमको ए सिस्टम सिखाई छथि साले से पूर्ण कहानी पूर्ण कथा को मने पका पे चेष्टा करना ये स्नेह ममता कौन जाने ना संपर्क रो माने किछ बुझना से कौन बुझिबो स्नेह ममता माने ए
এই ସଂସାର ଲୋକମାନେ ବହୁ ମାନବ ସଜାଇ ଦେଇଛନ୍ତି। ଆଉ ମୁଁ ଏତିକି ଜାଣିଛି ଟଙ୍କା ନେବି କାମ କରିବି। ଟଙ୍କା ନବ କାମ କରିବ ୟାର ମାନେ ତତେ ନେଇ ମୋ ବସ୍ ପାଖରେ ପହଞ୍ଚେଇ ଦେଲେ ଗୋଟେ ମୋଟା ଅଙ୍କର ଇନାମ ମିଳିବ। ଇନା ଚାଲ ଆଲୋ ଚାଲ ମୋ ସାଙ୍ଗରେ ଚାଲ। ଚୁପ କର ଭଦ୍ର। ଆରେ তোর কোন মা পড়ে কেই নাহাନ୍ତି। আরে তু কোন আকাশରୁ ଖସି ପଡ଼ିଛୁ। ତା ଛୁଆ ତୁ କାହା ସହିତ କେମିତି କଥାବାର୍ତ୍ତା କରିବାକୁ ହୁଏ ସେତିକି ଶିଷ୍ଟାଚାର ତୁ ଶିଖିନି। କହୁଛି ତତେ ଲୋ ତତେ ଥରେ କହିଥିଲି ନା ସେ ପୁରୁଣା କାହାଣୀ ପୁରୁଣା କଥାକୁ ମନେ ରଖିବା ପାଇଁ କାହିଁକି ମନେ ପକାଇ ମୋ ଦେହରେ ନିଆଁ ଲଗାଉଛୁ ନିଆଁ। ଯାହାର ଏ ଦୁନିଆରେ କେହି ନାହିଁ ସେ କଣ ବୁଝିବ ସ୍ନେହ ମମତାର ମାନେ। যে রাস্তা কড়ে বুলা কুকুর মানক সংগ্রাস করে বঞ্চিবা শিখিছি সে কোন বুঝিব স্নেহ মমতার মান। যার সাথী এই বুঝালি সে কোন বুঝিব স্নেহ মমতার মানে। শুন ମୋ ପାଖରେ ସମୟ ବହୁତ କମ୍। ଆଉ ତତେ ନେଇ ମାଲିକ ପାଖରେ ପହଞ୍ଚେଇ ଦେଲେ ମୋ ଡ୍ୟୁଟିଟା ଖତମ। ହ୍ୟାଲୋ ଶୁଣୁ ରାମାୟଣ ଶେଷ ମହାଭାରତ ଶେଷ ତୋର ବିଶେଷ। ତୁ ଯା ତୁ ଯା ମାଲିକର ଦାନା ଖାଇଛି ମାନେ ତାର ହୁକୁମ ନିଶ୍ଚୟ ପାଳନ କରିବି। ଆଉ ଏ ବୁଲବୁଲଟାକୁ ନେଇକି ହିଁ ଯିବି। କୋଉ ମାଲିକ କଥା କହୁଛୁ? ଯୋଉ ମାଲିକ ମତେ ଅମଣିଷ ଜାଣିଛୁ? ଆରେ ଜାଣିଛୁ ସମାଜ ଭଳି ନିରୀହ ମଣିଷ ମାନଙ୍କୁ ନେଇ ସମାଜରେ ଅମଣିଷ ତାଙ୍କ କାମ ହାସଲ କରି ମୁଁ କିନ୍ତୁ ତତେ ଠିକ ଚିହ୍ନିଛି ଜାଣିଛି। ତୁ ମହାଭାରତର ଦୁଃଶାସନ রাজা তা জীবনের অনেক মনীষ মারিছি। এই লোকটাকে দেখিলা পরে ମୋ ଦେହ ଅବଶ ଲାଗୁଛି। କାହିଁକି କଣ ପାଇଁ ମୋ ଦେହଟା ଅବଶ ଲାଗୁଛି? ମୋ ସାଙ୍ଗରା ଏ ତୋର କିଛି କରିପାରିନି।
ଆଉ ଇଚ୍ଛା କୋଉଠି କର ହାତ ଫୁଟ চুপ একদম চুপ भगवान तुम मंगल करंतु रे माँ मुझे आसूची रे माँ समय आसिले मु सबू कहबी आसुची किंतु किए तमे जीवा कुआडे तमे ठिकाना कोन कोठी कोडा कथा कहबी कोठी ठिकाना हजि जाइतबा मु गुटे बेनामी मଣିଷ आत्महत्या मो पैसे सोठी कोडा किंतु तमे आत्महत्या करिबो काहे की से अनेक कथा मुखी से अनेक कथा मो बाहाघर ठीक है मो मंगुला रही गली हाँ मत जे बाबा को आसीथिले से पांचटा झियो को बा हेइथिबा गोटे कर लोक लज्जा सही न पारे चढ़ी चली आसिनी आसे आसे मु एई लोक ना हापुड़े पड़ी गली भगवान को दयारु तमे आसे पहुंची गलो अन्नचे ए भौणी जीवनटा गुटे सस्ता कहलो जनबर जोई गोटे अंका बंका रास्ता से अंका बंका रास्ता हमको चलिबाकू हबो किंतु आत्महत्या नो कानी रे बांधी मुठाई स्वप्न जिते मो सात सपने ही गला कौन से निष्पत्ति नवा पूर्व तुम चिंता कर नारी अबला नुह नारी दुर्बला नुह नारी सृष्टि करें दरकार पड़े ध्वंस भी करें आज समाज नारी मान को जो अबला दुर्बला भावुंटे प्रतिशोध नहीं पारिबनी ओ भौणी आमे कोन ताको मन प्रतिशोध नहीं पारिबनी ओ भौणी हम प्रतिशोध नलो ताहले मो हाथ सहित हाथ मिसाओ हाथ मिसा कहूची मो हाथ सहित हाथ मिसाओ
ପିଲା ଚୋରି ରେକେଟରେ ତୁମେ ଜଣେ ଶକ୍ତ ମେଷ। ନାଇଁ ସାର୍, ଏ ପିଲା କାହାର, ରାସ୍ତା ଉପରକୁ କେମିତି ଆସିଲା ସେଇ ବିଷୟରେ ମୁଁ କିଛି ବି ଜାଣିନି। ହଁ ସାର୍, ସବୁ ସତ କହୁଛି। नो इम्पॉसिबल। तुम भली क्यूरियस लड़को विश्वास कर नहीं पाना। कॉन्स्टेबल এ স্যার ନାଇଁ ସାର୍, ମୋ କଥା ଥରେ ବୁଝିବାକୁ ଚେଷ୍ଟା କରନ୍ତୁ, ମୋତେ ବିଶ୍ୱାସ କରନ୍ତୁ। କିନ୍ତୁ ସାର୍, ମୋ କଥାଟାକୁ ଶୁଣନ୍ତୁ। जो पवित्र भारतवर्ष रे नारी मानक स्थान उठे जो देश रे सीता सावित्री दमयंती रानी लक्ष्मीबाई दुर्गावती ठारू आरंभ करी इंदिरा गांधी प्रतिभा पाटिल पर्यंत बयासी महिला जन्म ग्रहण करछंती और सेही देशर नारी होई तमे ते तळ को खसले केमिति। ନାଇଁ ସାର୍, ଆପଣ ମୋତେ ବିଶ୍ୱାସ କରନ୍ତୁ, ମୁଁ ଯାହା କହୁଛି ସବୁ ସତ କହୁଛି। ବିଶ୍ୱାସ କରନ୍ତୁ ମୋତେ। ହେଲେ ଏ ବଉଳ ତୁ ଜମା ମନ ଦୁଃଖ କରୁନା, ତୁ ଜମା ବି ମନ ଦୁଃଖ କରୁନା। ହ୍ୟାଲୋ, ମୁଁ ତ କିଛି ଦୋଷ କରିନି, ଗୋଟେ ନିଷ୍ପାପ ଶିଶୁକୁ ମୁଁ ବଞ୍ଚେଇଛି। ସେଥିପାଇଁ ଯଦି ମୋତେ ଜେଲ୍ କିମ୍ବା ଫାଶୀ ହେଇଯାଏ ତାହେଲେ ମୁଁ ହସି ହସି ଶୋଇ ନେବି। ଆଉ ଯଦି କେବେ ମୁଁ ନିର୍ଦ୍ଦୋଷରେ ଖଲାସ ହେଇ ଆସେ ତୋ ସହିତ ମୋର ନିଶ୍ଚୟ ଦେଖା ହବ ଲୋ ବଉଳ। ତୋ ସହିତ ମୋର ନିଶ୍ଚୟ ଦେଖା ହବ। ହେଲେ ସବୁବେଳେ ଗୋଟେ କଥା ମନେ ରଖିଥିବୁ ଲୋ ବଉଳ, ଏଠି ଦୁଃଖ ମାଗଣାରେ ମିଳେ, ହେଲେ ଟିକିଏ ସୁଖ ପାଇଁ ବହୁତ ମୂଲ୍ୟ ଦେବାକୁ ପଡେ। କାରଣ ସୁଖ କିଣା ଏଠି ଦୁଃଖ ମାଗଣା। ए केसर आसामी को छोड़ा जाई पारे ना, अवश्य तुम बोलू को छोड़ा जाई पारे, हेले गोटे कंडीशन। कंडीशन कोन सर, कॉल करले आपण बोलू को छाड़ देबा आ मते कॉल करबा को पड़िबो। कोन सर, कोन ना तमे मो स्त्री अभिनय करि परिबो। अभिनय करिके किंतु सर आपण को स्त्री से औ नाहंती नाहंती माने गोटे एक्सीडेंट रे से आर पारी के चली गले आ छाड़ी देई गले ई बाबूला को। सर ए बाबूला ताले हां मो पुओ देखो मो स्त्री देखा जेमती तुम भी देखा ठीक से जेमती गोटे माँ पेटर जाड़ा भौ तुमको देखी आम घर लोक कहीं जानी पारे कि सन्देह करेंगे।
କିନ୍ତୁ ସାର୍ ମୁଁ କାହିଁକି ଆପଣଙ୍କ ସ୍ତ୍ରୀର ଅଭିନୟ କରିବି? ମୋ ବାପାକୁ ବଞ୍ଚେଇବା ପାଇଁ ମୋ ବାପା ଜଣେ ହାର୍ଟ ପେସେଣ୍ଟ। ଏପର୍ଯ୍ୟନ୍ତ ମୋ ସ୍ତ୍ରୀର ମଲା ଖବର ମୁଁ ତାକୁ ଜଣେଇ ନାହିଁ। ଥରୁଟିଏ ମୁଁ ତମକୁ ଅନୁରୋଧ କରୁଛି ମୋ ପାଇଁ ଥରୁଟିଏ ହଁ କରିଦେଲେ ଦୁଇଟି ଅମୂଲ୍ୟ ଜୀବନ ବଞ୍ଚିଯିବ। କିନ୍ତୁ ସାର୍ କଣ ବିଶ୍ୱାସ ହଉନି? ବିଶ୍ୱାସ ରଖ, କେବେ କୌଣସି ଦିନ ତୋ ନାରୀତ୍ୱକୁ ନେଇ ମୁଁ ଅସମ୍ମାନ କରିବି। କୁହ, ତମେ କଣ ବାବୁଲାର ମା ହେଇପାରିବନି? ତମେ କଣ ହାର୍ଟ ପେସେଣ୍ଟ ବାପାକୁ ବଞ୍ଚେଇ ପାରିବନି? କୁହ, କଣ ଏମିତି ଭାବୁଛ? କୁହ କୁହ। ଭାବୁଛି ନିଜ କଥା। ସମୟ ମୋତେ ଆଣି ଆଜି କୋଉଠି ନାଇଁ କୋଉଠି ପହଞ୍ଚେଇ ଦେଇଛି। ଏ ତ ହଉଛି ମୋ ପାଇଁ ଗୋଟେ ଅଗ୍ନି ପରୀକ୍ଷା। ଯଦି ମୋ ନିଃସ୍ୱାର୍ଥ ପରେ ଭଲ ପାଇବାରେ ଦୁଇଟି ଜୀବନ ବଞ୍ଚିଯିବ, ମୁଁ ରାଜି ସାର୍। ମୁଁ ଆପଣଙ୍କ ପ୍ରସ୍ତାବରେ ରାଜି। ଦେଖିଲୁ ତୋ ମା ପରା ତୋ ପାଖରେ ଅଛି। ନିଜେ ନିଜକୁ ତିଳ ତିଳ କରି ଜାଳି ଅଞ୍ଜୁଳା ଅଞ୍ଜୁଳା ଲହୁ ଲୁହ ପିଇ ଅନ୍ୟକୁ ଖୁସି ଦେଇ ଚାଲିଥିବା ମଣିଷ କେତେ ଜଣ ଏ ଦୁନିଆରେ ଅଛନ୍ତି। ତ ସେ ନିଃସ୍ୱାର୍ଥପର ଭଲ ପାଇବା ଆଗରେ ସେ ପାଗଳର କୋଟି କୋଟି ତୋର ସେଇ ନିଃସ୍ୱାର୍ଥପର ଭଲ ପାଇବା ଆଗରେ ସେଦିନର ସତୀ ସାତୀ ସାବିତ୍ରୀ ଦମୟନ୍ତୀ ବିହାର ମାନିଯିବେ ରେ। ମୁଁ ତତେ ଆଶୀର୍ବାଦ କରୁଛି ରେ ମା, ତୋ ଜୀବନରେ ସୁଖ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଦାଲତ ନିଷ୍ପତ୍ତିରେ ଉପନୀତ ହେଲା ଯେ ମିସ୍ ଡୋନା ଦେବୀ ରାସ୍ତା କଡ଼ରେ ମୁମୂର୍ଷ ଅବସ୍ଥାରେ ଗୋଟିଏ ଅଜ୍ଞାନ ଶିଶୁକୁ ବଞ୍ଚେଇ ଆଦର୍ଶ କାମ କରିଛନ୍ତି। ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଗଲା। କାହିଁକି କାହିଁକି
କାହିଁକି ମତେ ଜେଲରୁ ମୁକୁଳି ଆଣିଲ? କାହିଁକି ମୁକୁଳି ଆଣିଲ ମତେ? ସେ କଥା ପରେ ଡୋନା। ମୋର କହିବାର ଅର୍ଥ ହେଲା ଏସବୁ ହେଲା କେମିତି? ହରିଶ, ସେଦିନ ମୁଁ କଲେଜରୁ ଫେରୁଥାଏ ଆଉ ତାପରେ ତୁମେ ଚିନ୍ତା କର ନା ଡୋନା। ତୁମ ବଉଳ ଯେଉଁଠି ଯେମିତି ଅବସ୍ଥାରେ ଥାଆନ୍ତୁ ନା କାହିଁ ଆମେ ତାଙ୍କୁ ଖୋଜି ବାହାର କରିବା। ମୁଁ ଭାବୁଛି ଜେଲରୁ ଫେରିଲା ପରେ ଏ ସମାଜ ମତେ ଘୃଣା କରିବ, ଗୋଟେ ଜେଲ ଫେରତ ଆସାମୀ କହିବ। ଆରେ ବାବା ମୁଁ ଅଛି ନା। ହରିଶ, ତୁମର ମନର ମଣିଷ, ମୁଁ ତ ତମକୁ ଆପଣେଇ ନେବି। ଜାଣିଛ ଡୋନା, ତୁମକୁ ଜେଲରୁ ଆଣିବା ପାଇଁ ଏ ସହରର ନାମୀ ଦାମୀ ଆଡଭୋକେଟ ମାନଙ୍କର ପରାମର୍ଶ ନେଇ ମୁଁ ତୁମକୁ ନିର୍ଦ୍ଦୋଷରେ ଖଲାସ କରିଛି। ଆରେ ତୁମେ ତ ମୋର, କେବଳ ମୋର। କଣ ଏମିତି ଭାବୁଛ? ଭାବୁଛି ହଜି ଯାଇଥିବା ସମୟ, ହଜି ଯାଇଥିବା ପୁରୁଣା ସ୍ମୃତି, ଏ ମୁକ୍ତ ଆକାଶ ହଉଛି ଆମ ଭଲ ପାଇବାର ମୁକ ସାକ୍ଷୀ। ଆମେ ସ୍ୱାମୀ ସ୍ତ୍ରୀ ହୋଇଯିବା। ସଂସାର ସୁଅରେ ଭାସି ଯାଉଥିବା ଆମ ଜୀବନର ନା ରିଏଲି ହରିଶ, ଆଜିର ସ୍ୱାଦ ହୁଏତ କାଲି କି ନଥିବ। ଏ ସଂସାରର ଚିକିଟା କାଦୁଅ ଭିତରେ ଆମେ ଘାଣ୍ଟି ଚକଟି ହେଇଯିବା। କଣ ଭୟ ଲାଗୁଛି? ନା, ସଂସାରକୁ ମତେ ଭୟ ଲାଗୁନି। ଭୟ ଲାଗୁଛି ତମକୁ। ଆରେ ମତେ କିନ୍ତୁ କାହିଁକି? କାହିଁକି ନା ତମ ଭଲ ପାଇବା ମତେ ଏତେ ପାଗଳି କରିଦେଇଛି ଯେ ସେଇଥିପାଇଁ ମତେ ଭୟ ଲାଗୁଛି। ନା, ଆରେ ତମେ ହଉଛ ମୋ ହୃଦୟର ରାଣୀ। ଆମ ଛାତିର ପ୍ରତିଟି ସ୍ପନ୍ଦନରେ କେବଳ ତୁମେ ହିଁ ତୁମେ।
ଯଦି ତୁ ତାକୁ ଭଲ ପାଇବାର ରଙ୍ଗରେ ରଙ୍ଗୀନ କରି ଭଲ ପାଇବାର ସପ୍ତ ସୁରର ଇନ୍ଦ୍ରଧନୁର ସପ୍ତ ରଙ୍ଗର ଫଗୁ ଜୀବନ ପରିଧିରେ ଭରିଦେଲୁ କଥା ଦେ କଥା ଦେ ଜୀବନରେ କେବେ ତାକୁ ହତାଶର ବର୍ଣ୍ଣି ଭିତରକୁ ଠେଲିଦେବୁ ଦଲାଲ ବିଚାରି ପ୍ରଥମଷ୍ଟ ଅଭିମନ୍ୟୁ ଭଳି କୌଣସି ରାସ୍ତା ନ ପାଇ ଶେଷରେ ନିଶେଷ ହେଇଯିବ ଅସାମାଜିକ ଲୋକ ଗୁଡାକ ମୋ ପଛରେ ପଡିଛନ୍ତି ମୁଁ କେମିତି ଘରେ ପହଞ୍ଚିବି କୁଆଡ଼େ ଯିବ ବେଶଳ ତୋର ସବୁ ରାସ୍ତା ଆମ ଆଖିକୁ ଫାଟି ଯିବା ପାଇଁ ଭାବୁଥିଲୁ ତୁ ଶଳାଟା ଭାରି ଚାଲାକ ଅସୁରେ ଦେଖ ମୋ ରାସ୍ତା ଛାଡ଼ ମୁଁ ଆପଣମାନଙ୍କ ପାଖରେ କି ଅପରାଧ କରିଛି ଅପରାଧଟା ତୋର ନୁହେଁ ଅପରାଧ ହେଉଛି ତୋ ହାତରେ ଥିବା ଏ ଆକାଶଟା ଦେଇ ଦେ ଆମ ରାସ୍ତାରେ ଆମେ ଚାଲିଯିବୁ ଟଙ୍କା କିଏ ବି ମୁଁ ତମକୁ ଦେବି ତୁମମାନଙ୍କର ଏତେ ସାହସ ତୁମେମାନେ ବିଚ୍ ରାସ୍ତା ଉପରେ ଗୁଣ୍ଡା ଗର୍ଦି ଚଲାଇବ ଏ ଦେଶରୁ କ'ଣ ଆଇନ କାନୁନ ସବୁ ଉଠିଗଲାଣି ଶଳା ହଲା କରିବୁ ତ ଆଇନ ଦବୁ ନାଇଁ 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 ଆବେ ଶଳା ତମେ ଦିଟା କ'ଣ ପାଗଳ ହେଇଗଲ କଥା କଥାକେ ବୁଝାନି ପ୍ରଥମେ ଆମେ ତାକୁ ବୁଝେଇବା ଆମ ବିଷୟରେ ସମ୍ୟକ ସୂଚନା ଦବା ଆଉ ତାପରେ ଯାହା ହବା କଥା ହବ ନା ଆଉ ଶୁଣ ତମେ ଦି ଜଣ ଯାଇ ବାହାର ଅପେକ୍ଷା କର ଓକେ ବସ୍ ଦେଖନ୍ତୁ ଆଜ୍ଞା ଏଇଟା ହେଲା ଆମ ଇଲାକା ଆପଣ ହେଲେ କୋଟି କୋଟି ଟଙ୍କାର ମାଲିକ ଆପଣ କ'ଣ ଏକା ଏକା ବଞ୍ଚିବେ ଆମେ ଶଳା କ'ଣ ପେଟରେ ଓଦା କନା ଦେଇ ଚାଷକ ପରି ଚାହିଁ ରହିବୁ ଆଉ ୟାର ଗୋଟେ ସମାଧାନ ହେବା ନିହାତି ଦରକାର ଯୋଉଟା ସେ ଆଟାଚ୍ ଭିତରେ ଅଛି ଆଟାଚ୍ ଭିତରେ ଥିବା ଟଙ୍କା ଗୁଡ଼ାକ 50-50 ଭାବରେ ବାଣ୍ଟିଦେବା ଆପଣ ବି ଖୁସ ଆମେ ବି କିଛି ଦିନ ବଞ୍ଚିଯିବୁ ଆରେ ଚୁପ୍ କର ତୁମମାନଙ୍କର ଏତେ ସାହସ ତୁମେ ବିଚ୍ ରାସ୍ତା ଉପରେ ଗୁଣ୍ଡା ଗର୍ଦି ଚଲାଇବ ଆରେ ତମେ ମାନେ ଦେଶଦ୍ରୋହୀ ତମେ ମାନେ ଜାତିଦ୍ରୋହୀ ଆରେ ତମରି ମାନଙ୍କ ଯୋଗୁଁ ଦେଶର ଅରାଜକତା ବଢି ଚାଲିଛି ନାଇଁ 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 ବା ଶଳାକୁ ଏତେ କରି ବୁଝେଇଲି ବୁଝିଲୁନୁ ଏଥରକ ମୁଁ ତୋଠାରୁ ତୋ ଆଟାଚଟାକୁ ଜୋର ଜବରଦସ୍ତି ଛଡ଼ାଇ ନେବି ଏବେ ସେ ହଟା ତମେ ସେମାନଙ୍କୁ ଅଟକେଇ ପାରିଲନି
ସେମାନେ ହଉଛନ୍ତି ବୈଶାଖ ପଟ୍ଟନାୟକ ଲୋକ। You bloody Vaishak Patnaik! ଦେବଦୂତ ଅସମୟରେ ତମ ମାନଙ୍କର ସୁରକ୍ଷା ଦାତା ଆଉ ସମସ୍ତେ ମତେ ଡାକନ୍ତି ପାଗଳ ବାବା। ହେଲେ ପାଗଳ ବାବା ମୋ ଆଟା ମୋ ଟଙ୍କା ପଳେଇ ଯା ଜାଣିଛୁ ତୁ ବଞ୍ଚି ଯାଇଛୁ ସେଇଟା ତ ପାଇଁ ଭଲ କଥା। ତାହେଲେ ତୁ ବଞ୍ଚି ନଥାନ୍ତୁ କାରଣ ଏଇଟା ହଉଛି ସେଇ ମାନଙ୍କର ଆଡା ଯୋଉଠି ସେ କାହାରିକୁ ଅକ୍ଷତ ଅବସ୍ଥାରେ ଛାଡ଼ନ୍ତିନି। ପାଗଳ ବାବା ବହୁତ ଖୁସି। ଆରେ କଣ ହେଇଛି କି ରେ? ସେ ଶଳା ଦୁର୍ଗା ପ୍ରଶାସନ ବ୍ୟାଙ୍କରୁ ଟଙ୍କା ଡ୍ର କରି ନେଇ ଯାଉଥିଲା ଆଉ ମୁଁ ତା 800 ନେଇ ଆସିଛି। ଆରେ ଭଲ କରିଛୁ ରାଜା। ଟିକେ ଆରାମ କର ଯା। यस बॉस। वैशाख पट्टनायक यू ब्लडी तू ଲୋକମାନଙ୍କୁ ପଠାଇ ଏ ଅଞ୍ଚଳରେ ଚୋରି ଡକାୟତ ରାହାଜାନୀ ଚଲେଇଛୁ। ତୁ କଣ କରୁଛୁ? ଏ ଅଞ୍ଚଳର ଭାଗ୍ୟ ବିଧାତା। ଚୁପ ଶୀତ ନୁହଁ କି ବସନ୍ତ ନୁହଁ ମୁଁ ବୈଶାଖ ତୋ ଡୋହ ତତଲା ନିଆ ସେ ମୋ ସହିତ ପଙ୍ଗା ନେଲା ସେ ଶଳାଟି ତିନି ବାଞ୍ଜିରୁ ଗଲା ଇନ୍ସପେକ୍ଟର। ଆରେ କାହିଁକି ପାଟି କରୁଛୁ? ଏତେ ବଡ଼ ପାଟି କରିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଆରେ ଯଦି ଭଲ ଚାଉ ଚୁପଚାପ ପଳେଇ ଯା କାରଣ ସେଦିନର ଜଖମଟା ଆଜି ଯାଏ ବି ମୋର ଶୁଖିନି। ଆରେ ମୋ ଲୋକ ସତ୍ୟର ଭଉଣୀକି ବିବାହ କରିବାକୁ ଯାଇଥିଲେ ହେଲେ ତୁ ଶଳା ତାକୁ ଆରେଷ୍ଟ କରିଛୁ। ଆରେଷ୍ଟ ସେ ତାହେଲେ ତୋ ଲୋକ। ତୁ ଲୋକମାନଙ୍କୁ ପଠାଇ ଝିଅଙ୍କର ଇଜ୍ଜତ ବର୍ବାଦ କରୁଛୁ। ସେଇଟା ମୋର ଅଭ୍ୟାସ। ଆରେ ଝିଅମାନଙ୍କୁ ମିଛ ବିବାହ କରି ସେମାନଙ୍କ ନେକେଡ ଚିଠି ନେଇ ଖେଳ ଖେଳ। You are under arrest. ସବ ଇନ୍ସପେକ୍ଟର। ଆରେ ମୋ ହାତରେ ହାତ ମିଶା ରାତାରାତି କୋଟିପତି ହେଇଯିବ। ତୁ ସଟା ମରିବୁ। ତୁ ଯେଉଁଠି ଯିବା ସମୟରେ ତୋ ସ୍ତ୍ରୀଟା ଦୁଷ୍କର୍ମର ଶିକାର ହବ। ଆରେ ନା ନୁହେଁ ହଁ
ସହି ପାରିବୁ ତ? ଆରେ ଆମ ସହିତ ଆତ୍ମବିଶ୍ୱାସ ଦେଖିବ ରାତାରାତି अरे इन्स्पेक्टर अरे तो मासुको दरमा केते हां सला खर्च को नि हट आम सहित हाथ मिसा देखिबू ते गाड़ी बंगला बैंक प्लस सब तो हाथ मुठारे पहुंची जीवो କାଲି ସକାଳୁ ତୋର ପ୍ରମୋସନ ହେଇଯିବ। ଆରେ ତତେ ସମସ୍ତେ ସାଲୁଟ ମାରିବେ, ତୋ ଭାଗ୍ୟ ବଦଳିଯିବ। ମହାନ୍ତି ଆରେ ତାକୁ ଭେଟି ଦେଇଦିଅ। कौन चाहू तू ଆରେ କଣ ଚାହୁଁଛୁ? कौन चाहू तू रास्ता कोई अछि ଆରେ ଆ ଆମ ହାତରେ ହାତ ମିଶା ଦେଖିବୁ ତୋ ଭାଗ୍ୟ ବଦଳିଯିବ। ଯଦି ଟିକେ ଏପଟ ସେପଟ କରୁ ତାହେଲେ ତୁ ଶଳା ମରିବୁ। ମହାନ୍ତି ଆଜ୍ଞା। ଆରେ ତାକୁ ଭେଟିଟା ଦେଇଦିଅ। जावे बरसू बाबू बरसूरा पैसा क्या नहीं करेगा का माटी टंका मुह करी दिए बंका एथर से रुद्रटा मो कथारे उठ बस हम आ मु खाली राज करी राज শীত নুয় কি বসন্ত নুয় মু বৈশা ডহ ডহ ততলানি সে মো সহিত পঙ্গা নেলা সে শলাটি এই বান্ধিরু গলা मोर किंतु 24 घंटा भीतर टेंडरटा हवा दरकार ना मु किछि सुनिबिनी हठात एठी हरीश तमे देखि मते पुरो चमकी पडिलो तमे कोन मते भूली जाइछो अरे डोना मैडम मंदिर रे ठाकुर ठाकी रखी तुमको एदरे मैरिज करिछि मु भूलिबे केमिति जानिछो हरीश मु आज तुमको गोटे शुभ संवाद देबी शुभ संभा तमे जानिछो मु ओ तुम पिल्लारो मां बाबू जाउची तुमे मो सहित जोक न पडाले नहीं हरीश नहीं मु जहा कहूची सब सत्य कहूची ओ माय स्वीट यार really you are great हरीश अरे अपन बाजा जियो को मु मंदिर रे विवाह होई तुमे विश्वास करि पारुछ हरीश तमे एते बड़ मिछ कथा कहि परलो शेषर तमे मते प्रतारणा करि परिलो होइलो हे कोन कि निवेशा आलो कोन नागर सहित नारे नारे हे पेटरे पाप पुरै मो पुआ मुडरे बोझ होइया को बसिछु होइलो हे तोर एते बड़ साहस नहीं मा नहीं मो कलंकिनी के मेसियानु कोन से पाप मो करेनी मो पेटरे जो रक्त पड़ुची से रक्त होची हरीश करो मो संसारी घरर पारा पुला घाउड़ा मते जम्मा सुनाना ओले हे बाहर बाहर मगरू आलो बाहर बाहर कुआड़े जेबी पे घर छाड़
ଛାଡ଼ି Shut up! ତମକୁ ଆଉ ଏମିତି କୋଉଠି ଜାଗା ମିଳିଲାନି ଯେ ସିଧା ମୋ ଘର ଭିତରକୁ ପଶି ଆସିଲ। ତମେ ଭାବୁଛ ଏମିତି ନାଟକ କରି ମୋତେ ଫସାଇ ଦେବ? ବାହାର ନଚେତ୍ ମୁଁ ଏ ଘରୁ ତମକୁ ଧକ୍କା ଦେଇ ବାହାର କରି Get out! I said fast get out! ମା ଗୋଟାଏ ଝିଅ ଶଙ୍ଖା ସିନ୍ଦୁର ପିନ୍ଧି ସଂସାର କରିବାକୁ ତା ଶାଶୁ ଘରକୁ ଆସେ। ଶାଶୁ ଘରର ଏରୁଣ୍ଡି ମଣ୍ଡ ଦେଇ କୋକେଇ ଚଢ଼ି ମଶାଣିକୁ ଯାଏ। କିନ୍ତୁ ହରିଶଙ୍କ ଶଙ୍ଖା ସିନ୍ଦୁର ପିନ୍ଧି ସାରିବା ପରେ ଆପଣ ମୋତେ ଅସ୍ୱୀକାର କରୁଛନ୍ତି। ଏ ହରିଶ ଆକୁ ପିଟି ପିଟି ଏ ଘରୁ ବାହାର କରିଦେ ଆଉ ଭଲ ଭାବରେ ବୁଝାଇ ଦେ। ଏ ଘରେ ବୋହୂ ହବାକୁ ହେଲେ ସେମିତି ତାକତ ଥିବା ଦରକାର। ଏ ମା ମୁଁ ଗୋଟେ ଅନାଥିନୀ ଝିଅଟେ, ମୋର ଏ ଦୁନିଆରେ କେହି ବି ନାହାନ୍ତି। ମୁଁ ଆପଣଙ୍କୁ ହାତ ଯୋଡୁଛି ମା, ଏ ଘରେ ଚାକରାଣୀ ରହିବି। ଏବେ କୌଣସି ଦିନ ବୋହୂର ସ୍ୱୀକୃତି ମାଗିବି। ମୁଁ ହାତ ଯୋଡ଼ି ଅନୁରୋଧ କରୁଛି ମା, ଆପଣଙ୍କ ଗୋଡ଼ ତଳେ ପଡ଼ୁଛି। ଗୋଟେ ଚାକରାଣୀ ହବାକୁ ଅଯୋଗ୍ୟ ଘରେ ମାଲିକାଣୀ ହବାକୁ ବସିଛୁ। ହଇଲ ହେଇ ଯୋଉ ଶଙ୍ଖା ସିନ୍ଦୁର ପାଇଁ ଏ ଘରେ ମାଲିକାଣୀ ହବାକୁ ବସୁଛୁ ସେଇ ଶଙ୍ଖା ସିନ୍ଦୁର ମୁଁ ଛଡ଼େଇ ନେବି ଲୋ। ମୁଁ ଆପଣଙ୍କୁ ହାତ ଯୋଡୁଛି, ଆପଣ ସେ ଭୁଲ କରନ୍ତୁନି ମା, ଆପଣ ସେ ଭୁଲ କେବେ ବି କରନ୍ତୁ। स्वामी स्त्री पवित्र संपर्कटा छिड़ी जाएनी। स्वामी स्त्री पवित्र संपर्कटा होची 7 जन्म पाए। मुझे चली जाऊची हरीश, मुझे चली जाऊची, हेले दिने ना दिन आसीबी। मो अधिकार जोर करे छड़ाई नेबी। Understand? I think you better understand. अरे हरीश आउ ठिया ही रहिलु काई? अरे तो बप्पा आसीबा गुरे घर चढ़ी चलछा। अरे हे देखिलु से कुआडे चली गला ना कोन? अरे जा बा। भारतीय नारी हिंदू धर्म परंपरा को बजाई रखा जाई नारीर शंखा सिंदूर को सुरक्षा दे थाए। तमे जने नारी होई आउ जण नारी हाथर शंखा सिंदूर भांगी पारिल अधिकार रे कोन है? जने नारी आउ जणे नारी हाथर शंखा सिंदूर भांगीबा केउ पुराण शास्त्र रे लिखा अछि। Shut up! तुम्हारे पुराण शास्त्र समय एटा नुहे। मो मानुची कल्पना से झील गोटे चरित्रहीन बेश्या किंतु तुम पुओ केते चरित्रवान साधु पुरुष ता सर्टिफिकेट अछि तुम पाखरे डकाई पारिबो माने मु
ସଂସାର କରାଯାଏ କିନ୍ତୁ ତା ସହିତ ଖେଳ ଖେଳାଯାଏ ନା। ଶୁଣ, ଝିଅମାନଙ୍କୁ ମିଛ ଶଙ୍ଖା ସିନ୍ଦୁର ପିନ୍ଧେଇ ତାକୁ ଖେଳନା କଣ୍ଢେଇ ସଜେଇ ତା ସହିତ ଖେଳିବା ଏ ହରିଶ ପାଇଁ କିଛି ନୂଆ କଥା। ଶୁଣ, ଆରେ ତୋ ଭଳିଆ ଗୋଟେ ନଷ୍ଟ ଚରିତ୍ର ବାପର ତୋ ଭଳିଆ ଗୋଟେ ନଷ୍ଟ ଚରିତ୍ର ପୁଅର ବାପ ହେବାକୁ ମତେ ଘୃଣା ଲାଗୁଛି। କଳ୍ପନା, ୟାର ପତନ ପାଇଁ ଦାୟୀ ହଉଛ କେବଳ ତମେ। ତମେ ଅନେକ ହୋଇଗଲା କଳ୍ପନା। ୟା ପରେ ଯଦି ତମେ ମୋ ଜାତି ବୁନିଆଦରେ କଳଙ୍କ ଲଗେଇବାକୁ ଚେଷ୍ଟା କର, ତମ ମା ପୁଅ ଦୁଇ ଜଣଙ୍କୁ ଧକ୍କା ଦେଇ ଏ ଘରୁ ବାହାର କର। ମୁଁ କଂସେଇ ଘରର ପାରା ପୁଲା ଢାଉ ଢାଉ ମତେ ଜମା ଶୁଣାଅ। ମିଷ୍ଟର ଦୁର୍ଗା ପ୍ରସାଦ, ତମେ ଯୋଉଦିନ ଆମ ମା ପୁଅକୁ ଘରୁ ବାହାର କରିଦବ, ଠିକ ସେଇଦିନ ଏ ଘରେ ମୁଁ ମହାଭାରତ ସୃଷ୍ଟି କରିବି। ମହାଭାରତ। ଶୁଣି ରଖ ଦୁର୍ଗା ପ୍ରସାଦ, ସମ୍ପତ୍ତି ପାଇଁ ଦିନ ମହାଭାରତ ଯୁଦ୍ଧ ହୋଇଥିଲା। ଆଉ ଠିକ ସେଇ ସମ୍ପତ୍ତି ପାଇଁ ବାପ ପୁଅ ଭିତରେ ଯୁଦ୍ଧ କରିବାକୁ ବାଧ୍ୟ କରନା। ଇତିହାସର ବିମ୍ବିସାର, ପୁରାଣର ଉଗ୍ରସେନ ଯାହା ହେଇଥିଲା, ତୁମ ଅବସ୍ଥା ଠିକ ସେଇଆ ହବ। ବି କେୟାରଫୁଲ। ଗୋଟିଏ ଗଛର ଦୁଇଟି ଫଳ, ଗୋଟିଏ ଅମୃତ ଆଉ ଗୋଟିଏ ବିଷ ହେଲା କେମିତି? ମୁଁ ସେଇ କଥା ବସି ଭାବୁଛି। ବାପା ଆରେ ଅଛି ଆରେ ଅଛି ଆରେ ତୋ ଆସିବା ଖବର ମତେ ଜଣେଇଥିଲେ। ମୋ ନାତି ଟୋକାକୁ ବସ୍ ଷ୍ଟାଣ୍ଡ ଯାଇନାହାନ୍ତି ଆଣିବା ପାଇଁ? ହଉ ବୋଉମା, ମୋ ନାତି ଟୋକାକୁ ମତେ ଟିକେ ଦେଲ, ମୁଁ ତାକୁ ଟିକେ ଭଲ କରି ଦେଖେ। ଏ ନାତି ଟୋକା, ଆରେ ତୁ ଏମିତି କାନ୍ଦୁଛୁ କଣ ପାଇଁ? ଆରେ ମତେ କଣ ତୁ ଚିହ୍ନି ପାରୁନୁ? ଆରେ ଭଲ କରିଛି, ମୁଁ ତ ଜେଜେ ରେ, ମୁଁ ତ ଜେଜେ। ମୋର ଆମ ଥାନାକୁ ଟ୍ରାନ୍ସଫର ହେଇଯାଇଛି। ଆପଣଙ୍କୁ ଛାଡ଼ି ଆମେ ଆଉ କୁଆଡ଼େ ଯିବୁନୁ। ଆଜିଠୁ ସାଙ୍ଗ ହେଇକି ରହିବା। ହଁ ବାପା, ଆଜିଠାରୁ ମୁଁ ଆପଣଙ୍କ ସେବା କରିବି। ହେଲେ ଆରେ ହେଲେ କଣ ରେ ମା, ତମେ ତ ହଉଛ ଏ ଘରର ଲକ୍ଷ୍ମୀ। ମୋ ବୋଉ ନୁହଁ ମା, ତମେ ହଉଛ ମୋ ଝିଅ। ବାପା, ଆରେ ଅଛି ମୋ ଘରର ଲକ୍ଷ୍ମୀ ଆଜି ମୋ ଘରେ। ମୁଁ ଆଜି ବହୁତ ଖୁସି ରେ, ମୁଁ ଆଜି ବହୁତ ଖୁସି। ବୋଉ ମା, ବାପା ଚାବି କେତି ମୁଁ ତମକୁ ଦଉଛି। ହେଲେ ବୋଉ ମା, ମୋ ଗୋପାଳ ଠାକୁର ତମକୁ ଲାଗିଲେ। କଣ କହିଲି ବାପା? ଗୋପାଳ ଠାକୁରଙ୍କ କଥା ମୁଁ ବୁଝିବି। ହଁ ରେ ମା, ସଞ୍ଜ ସକାଳେ ଧୂପ ଦୀପ ଦେଇ ତାଙ୍କ ପାଖରେ 2 ଅଧ୍ୟାୟ ଭାଗବତ ପଢିଦେଲେ, ଏଇ ଭାଗବତ ଶୁଣିଲେ ନା ମୋ ଜୀବନଟା ସାର୍ଥକ ହୋଇଯିବ। ସେଇ ତ ମୋ ପାଇଁ ସୌଭାଗ୍ୟ ବାପା। ବାପା ଏ ଘରର ମଙ୍ଗଳ ପାଇଁ ମୁଁ ସବୁ କିଛି କରିପାରିବି। ଘର ଭିତରକୁ ଚାଲନ୍ତୁ। ଆଜି ଆମେ ଏକାଠି ମିଶି ଖୁସି ମନାଇବା। ଚାଲ।